ନମସ୍କାର ଓଡ଼ିଶାବାସୀ, ଶୁଭ ସକାଳ। ଆଜି ହେଉଛି 29 ନଭେମ୍ବର ଶୁକ୍ରବାର। ଆଜି ରହିଛି ଦେଶ ବିଦେଶ ରାଜ୍ୟର 20ଟି ଗୁରୁତ୍ୱପୂର୍ଣ୍ଣ ଖବର। ଖବରଟି ଦେଖିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କର ଜିଲ୍ଲାକୁ ଭଲ ପାଉଥିଲେ ଭିଡ଼ିଓଟିକୁ ଲାଇକ୍ କରିବେ, ତା ସହିତ ଆପଣଙ୍କ ଜିଲ୍ଲାର ନାଁ ଲେଖିଦେବେ, ଯାହାଫଳରେ ତୁରନ୍ତ ଆଜିର ଖବର ମଧ୍ୟ ପାଇପାରିବେ। ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା, 10ଟି ନିୟମ ବଦଳାଇଲା, ତା ସହିତ ସୁଭଦ୍ରା ଯୋଜନା, ଭତ୍ତା ଟଙ୍କା, ରାସନ କାର୍ଡ, ଏମିତି ଅନେକ 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଚାଲନ୍ତୁ ତା ଉପରେ ନଜର ପକାଇବା। ନମ୍ବର ୱାନ୍, ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ଏଣିକି ଯେକୌଣସି ଦୋକାନ ଆଗରେ ଓଡ଼ିଆର ଫଳକ ନଥିଲେ ଗଣିବେ 25,000 ଟଙ୍କା ଜରିମାନା। ଏନେଇକି ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା କରାଯାଇଛି। ତେବେ ଏଣିକି ଦୋକାନ ଆଗରେ ରହିବ ଓଡ଼ିଆର ନାମ ଫଳକ। ସ୍ପଷ୍ଟ ଭାବେ ଓଡ଼ିଆର ନାମ ଫଳକ ଲେଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶା ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଅଧିନିୟମ 1956 ଅନୁସାରେ ବାଧ୍ୟତାମୂଳକ କରାଯାଇଛି। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜରିମାନା ପାଇଁ ଘୋଷଣା କରାଯାଇଛି। ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ 5,000 ଟଙ୍କା, ସେପରି ଦ୍ୱିତୀୟ ଥର କଲେ ସିଧା 25,000 ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାର କହିଛନ୍ତି। ମଧ୍ୟାହ୍ନ ଭୋଜି ଖାଇ 21 ଜଣ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ତେବେ କୁହାଯାଉଛି ମଧ୍ୟାହ୍ନ ଭୋଜନ ଖାଇ 21 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ହଠାତ୍ ବାନ୍ତି ହୋଇଥିଲା। ଅନେକ ଛାତ୍ରଛାତ୍ରୀ ମୁଣ୍ଡ ପଡ଼ିଗଲେ। ପ୍ରଥମେ 4 ଜଣ ପିଲା ବାନ୍ତି କରିଥିଲେ, ଆଉ 8 ଜଣ ପିଲା ବାନ୍ତି କଲେ। ଧୀରେ ଧୀରେ ଅସୁସ୍ଥ ହୋଇ 21କୁ ବୃଦ୍ଧି ପାଇଛି। ଏହାକୁ ନଜର ରଖି ସ୍ଥାନୀୟ ଲୋକେ ଏବଂ ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ 108କୁ ଜଣାଇଥିଲେ। ଏବେ ସବୁ ପିଲା ଭଲରେ ଅଛନ୍ତି ବୋଲି କୁହାଯାଉଛି। ତେବେ ଆଉ ଗୋଟେ ବଡ ଖବର, ଚଳନ୍ତା ଟ୍ରେନରୁ ପୁଅ ଖସି ପଡ଼ିଲା, ଆଉ ବିଚଳିତ ହୋଇପଡ଼ିଲା ମା। ଝିଅକୁ ଧରି ନିଜେ ଡେଇଁଲା। ଏଭଳି ଘଟଣା ଘଟିଛି ଯାହା ଆଶ୍ଚର୍ଯ୍ୟ କରିଦେଇଛି ସମସ୍ତେ ଦେଖିକି। ହଠାତ୍ ଟ୍ରେନଟି ପାଖାପାଖି 2 ଘଣ୍ଟାରୁ ଅଧିକ ସମୟ ମଧ୍ୟ ରହିଲା। ତେବେ ଉତ୍ତରପ୍ରଦେଶରେ ଏଭଳି ଘଟଣା ଘଟିଛି। ଟ୍ରେନରେ ଯାତ୍ରା କରୁଥିବା ମହିଳା ନିଜ ପୁଅକୁ ବଞ୍ଚାଇବାକୁ ଯାଇ ଛୋଟ ଝିଅକୁ କୋଳରେ ଧରି ଟ୍ରେନରୁ ଡେଇଁ ପଡ଼ିଥିଲେ। ତେବେ କୁହାଯାଉଛି ନିଜ ପୁଅର ବୟସ 9 ବର୍ଷ ଆଉ ଝିଅର ବୟସ 5 ବର୍ଷ। ଟ୍ରେନ ଯୋଗେ ବିଶଲପୁର ଶାହଜାହାଁପୁର ଯାଉଥିଲେ। ଟ୍ରେନଟି ଚିନିକଳ ନିକଟରେ ପହଞ୍ଚିବା ପରେ ଟ୍ରେନ କୋଚ୍ ଗେଟ୍ ପାଖରେ ଠିଆ ହୋଇଥିବା ବେଳେ ପୁଅ ନିଖିଲ ଭାରସାମ୍ୟ ହରାଇ ଟ୍ରେନରୁ ଖସି ପଡ଼ିଥିଲା। ଆଉ ଏହା ଦେଖି ମା ବିଚଳିତ ହୋଇଯାଇଥିଲେ। ତେଣୁ କିଛି ବୁଦ୍ଧି ନ ପାଇ ସିଧା ଛୋଟ ଝିଅଟିକୁ କୋଳରେ ଧରି ଡେଇଁ ପଡ଼ିଥିଲେ। ଆଉ ହଠାତ୍ 3 ଜଣ ଏବେ ଗୁରୁତର ଅଛନ୍ତି। ତେବେ କୁହାଯାଉଛି ସବୁଠାରୁ ଭଲ କଥା, ମା ପୁଅ ଝିଅ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଅଛନ୍ତି। କାହାର କିଛି କ୍ଷତି ବିଶେଷ ହୋଇନାହିଁ। ଏବେ ତାଙ୍କର ମଧ୍ୟ ଚିକିତ୍ସା ଚାଲିଛି। ପୁଣି ଓଡ଼ିଶାରେ ଆଳୁ ସଙ୍କଟ। ତେବେ କୁହାଯାଉଛି 2 ମାସ ପୂର୍ବରୁ ଆଳୁ ସମସ୍ୟା ଦେଖିବାକୁ ମିଳିଥିଲା। ଆଉ ଏବେ ଦିଦି ପୁଣି ଆଳୁ ଟ୍ରକକୁ ଅଟକାଇଛନ୍ତି, ଯାହାଫଳରେ ଭୁବନେଶ୍ୱରରେ ଆସିବା ଥିବା ଆଳୁ ସବୁ ସମସ୍ୟା ବଢ଼ିଯିବ, ଆଉ ଆଳୁର ରେଟ୍ ମଧ୍ୟ ବଢ଼ିଯିବ। ତେବେ କୁହାଯାଉଛି ଯେ କଂଗ୍ରେସର ଦିଦି ମମତା ବାନାର୍ଜୀ ଆଳୁ ଟ୍ରକକୁ ଅଟକାଇ ଦେଇଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଅଛି। ଆଉ ଏପଟେ କୃଷ୍ଣଚନ୍ଦ୍ର ପାତ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ମଧ୍ୟ କହିଛନ୍ତି, ଭାଇ ମନା କରିଥିବା ଦିଦି ଆଳୁ ଟ୍ରକ ପଠେଇଲେ ନାହିଁ, ଆଉ ସେଇଠି ଅଟକାଇ ଦେଲେ। ତେବେ କୁହାଯାଉଛି ଯେ ଭାଇ ହେଲେ ନବୀନ ପଟ୍ଟନାୟକ। ଏଭଳି ସ୍ଥିତିରେ କିଛି କଟାକ୍ଷ କରି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର। ତେବେ କୁହାଯାଉଛି ଯେ ଆଳୁ ସମସ୍ୟା ହେବ ନାହିଁ ବୋଲି ବାରମ୍ବାର ସରକାର କହୁଛନ୍ତି। ଯେକୌଣସି ଯୋଉ ପଟ ହେଲେ ଆଳୁ 30 ଟଙ୍କାରୁ ଅଧିକ ହେବ ନାହିଁ ବୋଲି କୁହାଯାଉଛି। ଆଜି ସୃଷ୍ଟି ହେବ ବାତ୍ୟା। 30ରେ ସ୍ଥଳଭାଗ ଛୁଇଁବ, ଆଉ ସମୁଦ୍ରରେ ବାତ୍ୟା ଦକ୍ଷିଣ ପଶ୍ଚିମ ସାଙ୍ଗରେ ଘନୀଭୂତ ହେବ, ଗଭୀର ଅବପାତ ନେବ। ଆଗାମୀ 6 ଘଣ୍ଟାରେ ବାତ୍ୟାର ରୂପ ମଧ୍ୟ ନେବ। ତ୍ରିଙ୍ଗମାଳି ଠାରୁ 100 କିଲୋମିଟର ଦୂରରେ ରହିଛି ଗଭୀର ଅବପାତ। ଉତ୍ତର ପଶ୍ଚିମ ଏବଂ ଉତ୍ତର ଉତ୍ତର ଦିଗରେ ଗତି କରି ଶ୍ରୀଲଙ୍କା ଆଡ଼କୁ କୋଷ୍ଟ ମୁହାଁଇବ। 30 ତାରିଖ ସୁଦ୍ଧା ମହାବଳୀପୁରମ୍ କଡ଼ ଲାଗିଲେ ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀରେ ଅତିକ୍ରମ କରିବ ବୋଲି କୁହାଯାଉଛି। ତେବେ ଏହା ନେଇକି 60ରୁ 70 କିଲୋମିଟର ମଧ୍ୟ ପବନ ବୋହିବ। ଓଡ଼ିଶାରେ ସେମିତି କିଛି ବିଶେଷ କ୍ଷତି ହେବ ନାହିଁ, କିନ୍ତୁ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କୁହାଯାଉଛି। ଆଉ ତାପରେ ଶୀତର ପ୍ରକୋପ ମଧ୍ୟ ବଢ଼ିବ ବୋଲି କୁହାଯାଉଛି। 29-30ରେ ବନ୍ଦ ରହିବ ଗୃହ କାର୍ଯ୍ୟ। ତେବେ ବିଧାନସଭା ଶୀତ ଅଧିବେଶନରେ ଗୃହ କାର୍ଯ୍ୟ 29-30 ତାରିଖରେ ବନ୍ଦ ରଖାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2ଟି ବିଲ୍ ଆଗତ କରିଥିଲେ। ସାର୍ବଜନୀନ ପରୀକ୍ଷାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏବଂ ବିଶ୍ୱାସନୀୟତା ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସାର୍ବଜନୀନ ପରୀକ୍ଷା ପ୍ରଣାଳୀକୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଥିବା ବ୍ୟକ୍ତି ଏବଂ ଗୋଷ୍ଠୀ ଅନୁଷ୍ଠାନକୁ ରୋକିବା ପାଇଁ ସରକାରଙ୍କର ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନେକି 2024 ଉପସ୍ଥାପନ କରିଛନ୍ତି। ତେବେ 29-30 ତାରିଖରେ ବନ୍ଦ ରହିବ। ବିଧାନସଭାରେ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ, ବଦଳିଛି 21ଟି ଯୋଜନାର ନାଁ, ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ତେବେ କୁହାଯାଉଛି ଯେ
ପୁରୁଣା ସରକାର ଯିବା ପରେ ନୂଆ ସରକାର ଆସିବା ପରେ ଏପର୍ଯ୍ୟନ୍ତ ବିଜେଡି ସରକାର ମୋଟ 21ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ନୂଆ ସରକାର। ଆଜି ବିଧାନସଭାରୁ ଆସିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲିଖିତ ଉତ୍ତର। ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଆଉ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। 21ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଚିନ୍ତା ବଢାଇଲାଣି ସାଇବର କ୍ରାଇମ। 9 ମାସରେ ଭାରତରୁ ଲୁଟି ନେଲେ 11,333 କୋଟି ଟଙ୍କା। ତେବେ ପୂଜା ବଜାରରେ ଟାର୍ଗେଟ କରୁଛନ୍ତି ସାଇବର ଲୁଟେରା। ବିଭିନ୍ନ ଆଳରେ ଲଟେରୀ ବା ବିଭିନ୍ନ କୁପନ ବିଭିନ୍ନ ପ୍ରାଇଜ ଜିତିବା ଆଳରେ ଲୋକଙ୍କୁ ମେସେଜ କରୁଛନ୍ତି ବା ଯେକୌଣସି ସଂସ୍ଥା ଚାଲୁଛି ସେଇ ସଂସ୍ଥାରେ ମଧ୍ୟ ଫୋନ ଆସୁଛି। ସୁଭଦ୍ରା ଯୋଜନା କହି କେତେ ଟଙ୍କା ମଧ୍ୟ ଫ୍ରଡ ହୋଇଛି। ତେବେ କୁହାଯାଉଛି ଯେ ପାଖାପାଖି 9 ମାସ ଭିତରେ 11,333 କୋଟି ଟଙ୍କା ଲୁଟି ନେଇଛନ୍ତି। ଯଶପ୍ରୀତ ବୁମରା ପୁଣି ଥରେ ବିଶ୍ୱର 1 ନମ୍ବର ଟେଷ୍ଟ ବୋଲର ହୋଇଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ଟେଷ୍ଟ ବୋଲିଂରେ ବୁମରା ଦକ୍ଷିଣ ଆଫ୍ରିକାରେ କାର୍ଗିସେ ରାବାଡାକୁ ପଛକୁ ଠେଲି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଚଳିତ ବର୍ଷ ବୁମରା ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ 1 ନମ୍ବର ସ୍ଥାନ ପାଇଛନ୍ତି। ତେବେ କୁହାଯାଉଛି ଯେ ସେ ପ୍ରଥମେ 2ୟ ନମ୍ବରରେ ଥିଲେ ପୁଣି ଏବେ 1 ନମ୍ବରକୁ ପହଞ୍ଚିଛନ୍ତି। ବିବାହ ଋତୁ ପାଇଁ ସୁନାର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଆଗକୁ ଆହୁରି ସୁନା ରୂପା ଦର ବଢିବାର ସମ୍ଭାବନା ମଧ୍ୟ ରହିଛି। ଦେଶର ସମସ୍ତ ସହରରେ 24 କ୍ୟାରେଟର ସୁନାର ମୂଲ୍ୟ 77,000 ଅଧିକ ଥିବା ବେଳେ 22 କ୍ୟାରେଟର ମୂଲ୍ୟ 71,000 ରହିଛି ବୋଲି କୁହାଯାଉଛି। ସେହିପରି ଆଜି ରୂପା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। 1 କିଲୋଗ୍ରାମ ରୂପାର ମୂଲ୍ୟ 89,500 ଟଙ୍କା ରହିଛି। ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। 3 ଦିନ ପାଇଁ ଓଡ଼ିଶାରେ ରହିବେ ନରେନ୍ଦ୍ର ମୋଦି। ଗୃହମନ୍ତ୍ରୀ ଅମିତ ଶାହ 3 ଦିନ ଓଡ଼ିଶାରେ ମଧ୍ୟ ରହିବେ। 29 ତାରିଖ ଅପରାହ୍ନ 4ଟା 15ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏୟାରପୋର୍ଟରେ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ। ଏହାପରେ ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ହେବ। ସଭାରେ ଉପସ୍ଥିତ ରହିବେ 10,000ରୁ ଅଧିକ କାର୍ଯ୍ୟକର୍ତ୍ତା। ସଭା ପରେ ଏୟାରପୋର୍ଟରୁ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାପରେ ବିଜେପି କାର୍ଯ୍ୟାଳୟ ଯିବେ। ଆଉ ସେଠାରେ ବିଜେପି ବିଧାୟକ ସାଂସଦ ଦଳୀୟ ପଦାଧିକାରୀ 2 ଘଣ୍ଟା ଧରି ଆଲୋଚନା ମଧ୍ୟ ହେବ। ଆଉ ରାତ୍ରି ଭୋଜନ ମଧ୍ୟ ପାର୍ଟି ଅଫିସରେ କରିବେ ନରେନ୍ଦ୍ର ମୋଦି। ଆଧାର କାର୍ଡ ପ୍ୟାନ କାର୍ଡକୁ ନେଇକି ଆସିଲା ବଡ଼ ଅପଡେଟ୍। ତେବେ ନୂତନ ପ୍ୟାନ କାର୍ଡ 2.0 ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ଯୋଜନା ଅନୁଯାୟୀ ପ୍ୟାନ କାର୍ଡକୁ ନବୀକରଣ କରାଯିବା ପରେ ଏଥିରେ କ୍ୟୁଆର କୋଡ ଅନ୍ତର୍ଭୁକ୍ତ କରାଯିବ। ଏଭଳି ସ୍ଥିତିରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଛି, ନୂତନ ପ୍ୟାନ କାର୍ଡ ଆଧାର କାର୍ଡ ଲିଙ୍କ କରିବାକୁ ପୁଣି ପଡିବ କି ନାହିଁ? କୁହାଯାଉଛି ଯେ ଆଉ ଲିଙ୍କ କରିବା ପାଇଁ ଆପଣଙ୍କୁ ପଡିବ ନାହିଁ। କିନ୍ତୁ ପ୍ୟାନ 2.0 ଯୋଜନା କଣ? ଏହିଥିରେ ଆପଣମାନେ ଗୋଟେ କ୍ୟୁଆର କୋଡ ପ୍ୟାନ କାର୍ଡ ଉପରେ ପାଇବେ। ଆଉ ସେଇ କ୍ୟୁଆର କୋଡ ସ୍କାନ ଦ୍ୱାରା ଆପଣଙ୍କର ଆଡ୍ରେସଠୁ ଆରମ୍ଭ କରି ସବୁ ଡିଟେଲ ସେ ପ୍ୟାନ କାର୍ଡରେ ଥିବ। ତେଣୁ ଏଇଟା ସବୁଠାରୁ ସୁବିଧା ଏବଂ ସହଜ ହେବ ବୋଲି କୁହାଯାଉଛି। ଡିଜିଟାଲ ସିଷ୍ଟମରେ ପ୍ୟାନ କାର୍ଡ ସଂଗ୍ରହ ଖୁବ୍ ଜଲ୍ଦି କରିବ। ତା ସହିତ ମଧ୍ୟ ଅନଲାଇନ service.nsdl.com ରେ ଆପଣମାନେ ଚାହିଁଲେ ନିଜେ ଆବେଦନ କରିପାରିବେ। ମଣ୍ଡି ଜଗିବ ସିସିଟିଭି। ରାଜ୍ୟରେ 20 ତାରିଖରୁ ମିଳିଛି ଧାନ ମଣ୍ଡି। ତେବେ ବର୍ଷ ବର୍ଷ ଧରି ଟୋକନ ଟେନସନ ମିଲର୍ସଙ୍କ ମନମାନେ କଟନୀ ଛଟନୀର ଧନ୍ଦି ହେଉଥିବା ଚାଷୀମାନଙ୍କୁ ମୁକ୍ତି ଦେବା ପାଇଁ ଏଥର ମୋହନ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଠୁ ମଧ୍ୟ ରୋଡ ମ୍ୟାପ ମଧ୍ୟ ହୋଇଛି। ଏହି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ନିମନ୍ତେ ସରକାର ଖୋଲିଛନ୍ତି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍। ଏଇଠୁ ସବୁ କିଛି ଜାଣି ହେବ। ଆଉ ଯଦି ଆପଣଙ୍କର କିଛି ଅସୁବିଧା ଅଛି ଆପଣ ମଧ୍ୟ ନିଜେ ଅଭିଯୋଗ କରିପାରିବେ। ଅଭିଯୋଗର ନମ୍ବର ହେଲା 1967। ଯଦି ଆପଣଙ୍କର କିଛି ଅଭିଯୋଗ କିଛି କଥା ଅଛି ଆପଣ 1967 କଲ୍ କରି ତୁରନ୍ତ ସବୁ ସମସ୍ୟା ସମାଧାନ ପାଇପାରିବେ। ଭିଜିଲାନ୍ସ ମାମଲା ଥିଲେ ବନ୍ଦ ହେବନି ପେନସନ। ସରକାରଙ୍କର ମଧ୍ୟ ବଡ଼ ଘୋଷଣା। ଜଣେ ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ବିଚାରାଧୀନ ଭିଜିଲାନ୍ସ ମାମଲା ଆଧାରରେ ପେନସନ ସୁବିଧା ବନ୍ଦ କରିବା ଘଟଣାକୁ ହାଇକୋର୍ଟ ଅବୈଧ ବା ମନମୁଖୀ ବୋଲି ଦର୍ଶାଇଛନ୍ତି। ଏହି ମାମଲାରେ ପାଖାପାଖି 6-7 ବର୍ଷ ଅବସର ଗ୍ରହଣ କରିଥିବା ଜଣେ କର୍ମଚାରୀ ପେନସନ ବା ଗ୍ରାଚ୍ୟୁଟି 3 ମାସ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ନୂଆ ଗାଇଡଲାଇନ। ନିଜ ଘର ପାଇଁ ନିଜେ କରିବେ ସର୍ଭେ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଏବେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାର ଘର ପାଇଁ ଏବେ ନିଜ ଘର ଲୋକେ ନିଜେ ସର୍ଭେ କରିବେ ବୋଲି କୁହାଯାଉଛି। କୌଣସି ଯୋଗ୍ୟ ହିତାଧିକାରୀ ଅଣଦେଖା କରାଯିବ ନାହିଁ। ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ। ହିତାଧିକାରୀ ନିଜେ ଯୋଗ୍ୟ ନୁହନ୍ତି କି ନାହିଁ ତାର ସର୍ଭେ ନିଜେ କରିବେ ବୋଲି ପଞ୍ଚାୟତିରାଜ ରବି ନାୟକ କହିଛନ୍ତି। ତେବେ କୁହାଯାଉଛି ଯେ ପୂର୍ବରୁ ମଧ୍ୟ କୁହାଯାଇଥିଲା ଘର ଯୋଉମାନେ ହାତେଇଛନ୍ତି ଜାଲିଆତି କରିକି ତାଙ୍କର ମଧ୍ୟ ତଦାରଖ ହେବ। ତଦନ୍ତରେ ଯଦି ତାଙ୍କର କିଛି ଏପଟ ସେପଟ ବାହାରିବ ତୁରନ୍ତ ଘର ଯେହେତୁ ଜାଗା ମଧ୍ୟ ଫେରାଇବା ପାଇଁ କୁହାଯାଇଛି। ତେଣୁ ଇଏ ଥିଲା ଆଜିର ବଡ଼ ଘୋଷଣା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସିଙ୍ଗାପୁର ଗସ୍ତରେ ଆସି ଏବେ ବଡ଼ ବଡ଼ ପ୍ରକଳ୍ପ ଓଡ଼ିଶାରେ ହେବ, ଯାହାଫଳରେ ମହିଳାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ମିଶନ ଶକ୍ତିରେ ମହିଳାମାନେ କିଭଳି ନିଜ ଆତ୍ମନିର୍ଭରଶୀଳ, ତା ସହିତ ମଧ୍ୟ ମହିଳାଙ୍କ ଉନ୍ନତି ଦିଗରେ ଚେଷ୍ଟା କରୁଛନ୍ତି ପ୍ରଭାତୀ ପରିଡ଼ା। ତା ସହିତ ମଧ୍ୟ ମହିଳାଙ୍କ ଏସ୍ଏଚଜି ମହିଳାଙ୍କ ପାଇଁ ଋଣ ମଧ୍ୟ ଛାଡ଼ କରାଯାଇଛି। ଋଣର ସୁଧ ହାର ଛାଡ଼ କରାଯାଇଛି। ପୂର୍ବ ସରକାର ଯେତିକି ଋଣ ନେଇଥିଲେ ସେତିକି ଋଣ ସୁଝିବେ, ଏକ୍ସଟ୍ରା ଟଙ୍କାଟେ ସୁଧ ଦେବା ପାଇଁ ପଡ଼ିବ ନାହିଁ ବୋଲି କୁହାଯାଉଛି। ତା ସହିତ ମଧ୍ୟ ଆଉ ଗୋଟେ କଥା ହେଲା, ଏଥର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍କୁଲ ପିଲାଙ୍କ ପାଇଁ ଏଥର 5,000 ଟଙ୍କା ମିଳୁଛି। ମାଧବ ସିଂ ଯୋଜନାରେ ଜନଜାତି ଅନୁସୂଚିତ ଜାତିକୁ 5,000 ଟଙ୍କା ଯୋଗାଇ ଦିଆଯିବ। ତେବେ ଏଥିରେ 3.5 ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲିକି କୁହାଯାଉଛି। ଆଉ ସୁଭଦ୍ରା ଯୋଜନା ମାର୍ଚ୍ଚ 8 ତାରିଖର ଲାଷ୍ଟ ଡେଟ୍। ମାର୍ଚ୍ଚ 8 ତାରିଖ ପୂର୍ବରୁ ଏବେ ଆବେଦନ କରିବା ପାଇଁ ଶେଷ ଦିନ। ଆଉ ମାର୍ଚ୍ଚ 8ରେ ଦ୍ୱିତୀୟ କିସ୍ତି ମିଳିବା ପାଇଁ ଯାଉଛି। ତାପରେ ରାସନ କାର୍ଡକୁ ନେଇକି ବଡ଼ ଅପଡେଟ୍। ରାସନ କାର୍ଡର ଇ କେୱାଇସି ଆଉ ଗୋଟିଏ ଦିନ ରହିଲା। ଇ କେୱାଇସି ଯଦି ଆପଣ କରିନାହାନ୍ତି ତୁରନ୍ତ କରିଦିଅନ୍ତୁ, ନହେଲେ ଆପଣଙ୍କ ରାସନ କାର୍ଡ କଟିଯିବ। ଦେଶରେ ପାଖାପାଖି 5 କୋଟିରୁ ଅଧିକ ରାସନ କାର୍ଡ ରଦ୍ଦ ହୋଇଗଲାଣି। ଓଡ଼ିଶାରେ ଲକ୍ଷ ଲକ୍ଷ ରାସନ କାର୍ଡ ମଧ୍ୟ କଟିଗଲାଣି। ଯଦି ଆପଣଙ୍କ ରାସନ କାର୍ଡ ଏପର୍ଯ୍ୟନ୍ତ ଅଛି, ଆପଣ ଇ କେୱାଇସି କରିନାହାନ୍ତି, ତୁରନ୍ତ ମଧ୍ୟ କରିଦିଅନ୍ତୁ। ଜାନୁଆରୀ ମାସରେ ନୂଆ ରାସନ କାର୍ଡ ମିଳିବା ପାଇଁ ଯାଉଛି। ଆଉ ଓଡ଼ିଶାରେ ରାସନ ସହିତ ଗହମ ମଧ୍ୟ ମିଳୁଛି। ବାହାର ଦେଶରେ, ବାହାର ଷ୍ଟେଟରେ, ଓଡ଼ିଶା ଛାଡ଼ି ବାହାର ରାଜ୍ୟମାନଙ୍କରେ ଏବେ ରାସନ କାର୍ଡରେ 9ଟି ଜିନିଷ ମିଳିବା ପାଇଁ ଯାଉଛି। ତେଣୁ ଆପଣମାନେ ଯଦି ଇ କେୱାଇସି କରିନାହାନ୍ତି, ତୁରନ୍ତ ଇ କେୱାଇସି କରିଦିଅନ୍ତୁ। ସରକାରଙ୍କ ତରଫରୁ ଏଇଟା ବଡ଼ ଘୋଷଣା। ଆଉ ରାସନ କାର୍ଡ ଆବେଦନ ଯଦି କରିଛନ୍ତି, ଆପଣ ଜାନୁଆରୀ ମାସରେ ରାସନ କାର୍ଡ ମିଳିଯିବ। ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ଏଣିକି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଅନୁସାରେ ଯାହା ବି ଯୋଜନା କରିଛନ୍ତି ସମସ୍ତଙ୍କର କାମ ମଧ୍ୟ କରିଛନ୍ତି। 5 ମାସ ଭିତରେ 21ଟି ଯୋଜନାର ନାଁ ମଧ୍ୟ ବଦଳା ଯାଇଛି। ପିଏମ୍ କିଷାନ, ସିଏମ୍ କିଷାନଠୁ ଆରମ୍ଭ କରିକି ଜନ ଆରୋଗ୍ୟ କାର୍ଡଠୁ ଆରମ୍ଭ କରି ସବୁ କିଛି। ତେବେ କୁହାଯାଉଛି ଯେ ଏଥର ଭତ୍ତା ଟଙ୍କା ନେଇକି ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ। ଭତ୍ତା ଟଙ୍କା ଖୁବ୍ ଯଦି ମିଳିବା ପାଇଁ ଯାଉଛି, ତେବେ ତା ପୂର୍ବରୁ ଯୋଉ ଭତ୍ତା ଟଙ୍କା ହାତେଇଥିଲେ 894 ଯୁବକ, ତାଙ୍କର ମଧ୍ୟ ତଦନ୍ତ ଚାଲିଛି। ତେବେ 90 ଲକ୍ଷ ଟଙ୍କା ହାତେଇଥିଲେ। ନିଜର ବୟସ 35ରୁ 40 ଥିବା ବେଳେ 65 ବର୍ଷ ବୃଦ୍ଧ ପକେଇ ଟଙ୍କା ଲୁଟୁଥିଲେ 894 ଜଣ, ଯାହା ଏବେ ତଦନ୍ତ ହୋଇଛି। ପୂର୍ବ ସରକାର ଏଭଳି କରିଥିଲେ ବୋଲି କୁହାଯାଉଛି। ଆଉ ତାଙ୍କ କଥା ଅନୁସାରେ ଏଥର ଭତ୍ତା ଟଙ୍କା ଖୁବ୍ ଜଲ୍ଦି ମିଳିବା ପାଇଁ ଯାଉଛି। ମଧୁବାବୁ ପେନସନ ଯୋଜନା ଖୁବ୍ ଜଲ୍ଦି ମିଳିବ ବୋଲି ସରକାର ମଧ୍ୟ ଘୋଷଣା କରିଛନ୍ତି। ତା ସହିତ ମୁଖ୍ୟମନ୍ତ୍ରୀଙ୍କର ଆଉ ଗୋଟେ ମଧ୍ୟ ବଡ଼ ଘୋଷଣା। ଏଥର କଲେଜର ଛାତ୍ରଛାତ୍ରୀଠୁ ଆରମ୍ଭ କରିକି ଯେତିକ ପିଲା ସବୁ ପାସ୍ ହଉଥିବେ, ପାଖାପାଖି 1.5 ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦିଆଯିବ। 5 ବର୍ଷରେ 1.5 ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଖୋଦ୍ ଘୋଷଣା କରିଛନ୍ତି। ଏ ନେଇକି ସମସ୍ତେ ଉପକୃତ ହେବେ। ତେବେ ଇଏ ଥିଲା ଆଜିର କିଛି ଦେଶ ବିଦେଶ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳେ ଆଉ ସନ୍ଧ୍ୟାରେ ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।